ଆଜି ମୁଁ ମୋ ଜୀବନର ଗୋଟେ ନିଛକ ବାସ୍ତବ ଅନୁଭବର କଥାଟିଏ ଆପଣମାନଙ୍କୁ କହୁଛି, ଯେଉଁଟା ମୋର ନିଜର ଅନୁଭବ। ପ୍ରତି ମୁହୂର୍ତ୍ତରେ ମୁଁ ନିଜେ ଜଳୁଛି। ଏଇ ମୋ ପରିବାରର ଭୁଲ ବୁଝାମଣା ପାଇଁ ମୁଁ ଜଳୁଛି। ସେମାନେ ଯଦିବା ଆଗରୁ ମୋତେ ଜଳେଇବା ପାଇଁ ଚେଷ୍ଟା କରୁଥିଲେ, ବର୍ତ୍ତମାନ ସେମାନେ ଏବେ ନିଜ ଜଳିବା ପାଇଁ ନିଜେ ଯେଉଁ ନିଆଁଟା ତିଆରି କରୁଥିଲେ, ବର୍ତ୍ତମାନ ସେମାନେ ସେ ନିଜ ନିଆଁରେ ଏବେ ଜଳିବା ପାଇଁ ଯାଉଛନ୍ତି। ବର୍ତ୍ତମାନ ସେମାନେ କେତେ ଦୂର ହୃଦୟଙ୍ଗମ କରୁଥିବେ ସେଇଟା ବି ମୁଁ କହିପାରିବିନି। କାହିଁକି ନା ମୁଁ ଯେତେବେଳେ ମୋ ଶାଶୁ ଘରେ ପ୍ରଥମେ ପାଦ ଦେଲି, ମୋ ଶାଶୁ ଘରେ ଆମ 3 ଯା, ମୋର 2 ଯା, ସେମାନେ ମୋତେ ଭଲ ପାଆନ୍ତିନି। ସେମାନେ ମୋତେ ଟୋଟାଲ ଭଲ ପାଆନ୍ତିନି। ସେମାନଙ୍କ ପାଖରେ ବି ମୋତେ ପାଖ ମଡ଼େଇ ଦିଅନ୍ତିନି। ସେମାନେ ପ୍ରତ୍ୟେକ କାମରେ ମୋତେ ବିରୋଧ କରନ୍ତି। ତାପରେ ଆସ୍ତେ ଆସ୍ତେ ମୋତେ ନେଇକରି ସେମାନଙ୍କର ବହୁତ ବିଶୃଙ୍ଖଳା ସୃଷ୍ଟି କଲେ। ତାପରେ କ'ଣ ହେଲା, ପରିବାରର ସହମତି କ୍ରମେ ମୋ ବଡ଼ ଦେଢ଼ଶୁର ଆସିକିରି କହିଲେ ଯେ ତମେ ଅଲଗା ହେଇକିରି ଚଳ। କାରଣ ସେ ଖରାପ ଦୃଷ୍ଟିରେ କହିଲେନି, ସେ କହିଲେ ଏଇ ମୋର ଏଇ ଘରରେ, କାରଣ ମୋ ମଝିଆ ଯା, ମୋ ବଡ଼ ଯା, ଏଇ 2ଟା ହେଉଛନ୍ତି ଘରର 2 ଜଣ ଭିଲିଆନ। ତେଣୁ ସେମାନେ ତ ସବୁବେଳେ ତମ ସହିତ ଝଗଡ଼ା କରୁଛନ୍ତି, ଘର ଅଶାନ୍ତି ବିଶୃଙ୍ଖଳା ସୃଷ୍ଟି ହେଉଛି। ତେଣୁ ତମେ ଅଲଗା ହେଇକି ଚଳ। ମୋ ନଣନ୍ଦ ମାନେ ସେମାନେ ବି ସେଇଆ କହିଲେ ସବୁବେଳେ ଘରେ ପରିବାର ଭିତରେ ଅଶାନ୍ତି ବିଶୃଙ୍ଖଳା ସୃଷ୍ଟି ହେଉଛି, ତେଣୁ ତମେ ଅଲଗା ହେଇକିରି ଚଳ। ତାପରେ ସର୍ବସମ୍ମତି କ୍ରମେ ଆମେ କ'ଣ କଲୁ ନା ଅଲଗା ହେଇକି ଚଳିଲୁ। ଅଲଗା ହେଇ ଚଳିଲା ପରେ ଯାହା ଏଇଟା ହେଉଛି ଆମର ଗାଁ। ଏମାନେ କ'ଣ କଲେ, ଗାଁରେ ଘର ଘରକା ଆଲୋଚନା କଲେ ଯେ ଆସିଲା ଘରଟାକୁ ଭାଙ୍ଗିଦେଲା। ଗାଁରେ ବି ସେଇଟା ପୁର କିଛି ଲୋକ ଥିଲେ ଯେଉଁମାନେ କି ସେମାନେ ମୋତେ ସମାଲୋଚନା କରନ୍ତି, ବହୁତ ଛି ଛାକର ବି କରନ୍ତି। ମୁଁ ଯାହା ଶୁଣେ, କିନ୍ତୁ ସେସବୁ କେବେ ମୁଁ କର୍ଣ୍ଣପାତ କରେନି। ମୋ ନିଜ କର୍ମ ଆଉ ମୋ ନିଜକୁ ନେଇକିରି ମୁଁ ଚାଲେ। ତାପରେ ଆହୁରି ବି ଭୟଙ୍କର, ଦିନକୁ ଦିନ ଆହୁରି ଭୟଙ୍କର ହେଲା। ସେମାନେ ମୋତେ ଘରେ ବି ମାନେ ରଖେଇ ବି ଦେଲେନି। ତାପରେ ଦୀର୍ଘଦିନ କ'ଣ କଲେ ହେଲା, ଆମେ ଯାଇ ବାହାରେ ରହିଲୁ। ଏମିତି ବି ସେମାନେ ଏ ପ୍ରକାର ଭୟଙ୍କର ମୋତେ ମୋ ପରିବାର କହି ହେଲେ, ସେମାନେ ମୋ ଝିଅଟି ଯେତେବେଳେ ଛୋଟ, ମାନେ 8-9 ମାସର ହେଇଛି, ରାତି ଅଧରେ ମୋ ଯା ଦେଢ଼ଶୁର ଆମକୁ ହାଣିବାକୁ ଗୋଡ଼େଇଲେ। ହାଣିବାକୁ ଗୋଡ଼େଇଲେ ଆଜ୍ଞା, ମହାବାତ୍ୟା ପରେ ହାଣିବାକୁ ଗୋଡ଼େଇଲେ। ରାତି ଅଧରେ ଆମେ କ'ଣ କହିଲୁ, ଆମେ ଯଦି ଏଠି ରହିବୁ ତାହେଲେ ଏଠି ବଡ଼ ପରିସ୍ଥିତି ସୃଷ୍ଟି ହେବ। କ'ଣ କରିବୁ ନା, ଆମ ଘର ଠାରୁ 8 କିଲୋମିଟର ମୋ ନଣନ୍ଦ ଘର। 8 କିଲୋମିଟର ମୋ ନଣନ୍ଦ ଘର। ଅନ୍ଧାର ରାତି, ସେତେବେଳେ ବି ଏତେ ରାସ୍ତାଘାଟ କିଛି ନଥିଲା, ସୁନସାନ ଅନ୍ଧାର ରାତି, ଶୀତ ଦିନ। 8 କିଲୋମିଟର ଗୋଟିକି ଝିଅଟିକି ଧରିକିରି ମୋ ସ୍ୱାମୀ ମୁଁ 8 କିଲୋମିଟର ବାଟ ଚାଲି ଚାଲି ଗଲୁ। ମୋ ନଣନ୍ଦ ଘରେ ଆମେ ରହିଲୁ। ତାପରେ ଆହୁରି ବି ଦୟନୀୟ ପରିସ୍ଥିତି ଯାହା ହେଲା। ତାପରେ କ'ଣ ହେଲା ନା, ସେତେବେଳେ ମାଟି ଘର ଥିଲା। ସେମାନେ ବି ଆମକୁ ଘରେ ରଖେଇ ଦେଲେନି। ସେତେବେଳେ ମାଟି ଘର ଥିଲା। ମହାବାତ୍ୟାରେ ଘର ଭାଙ୍ଗିଗଲା। ମହାବାତ୍ୟାରେ ଯେମିତି ଘର ଭାଙ୍ଗିଗଲା, ତାପରେ ଦୀର୍ଘଦିନ ଆମେ କ'ଣ କଲୁ ନା ବାହାରେ ରହିଲୁ। ବାହାରେ ରହିଲା ପରେ ଯାହାହେଲେ ବି ନା, ଯେଉଁଠି ଯାହା ଥାଉ, ଆମର ଗୋଟେ ଘର ଅଛି, ଘରକୁ ଆମେ ଫେରିବାକୁ ପଡ଼ିବ ନା। ପିଲାମାନଙ୍କର ପାଠଶାଠ ପଢ଼ା ଆମେ ଦେଖିବୁ। ବାହାରେ ରହିକିରି ବହୁତ ଖର୍ଚ୍ଚପତ୍ର, ଆଉ ପିଲାମାନଙ୍କୁ ନେଇକି ବାହାରେ ଚଳିବାଟା ବଡ଼ କଷ୍ଟ। ପୁନର୍ବାର ଆମ ଗାଁରେ ରହିଲୁ। ଏମିତି ଆମକୁ ସେମାନେ ଘର ରଖେଇ ଦେଲେନି। ଗାଁରେ ଆମେ ଜଣଙ୍କ ଘରେ ବି ରହିଲୁ। ଗାଁରେ ଜଣଙ୍କ ଘରେ ରହିକିରି ବି ଆମେ ଘର ତିଆରି କଲୁ। ଘର କଲା ପରେ ବି ଯେଉଁ ଜାଗା ଆମର ଘର କଲୁ, ସେଠି ବି ବହୁତ ପ୍ରକାର ସେମାନେ ସମସ୍ୟା ସୃଷ୍ଟି କଲେ। ଏମିତି ବି ସେତେବେଳେ କ'ଣ, ଘର ଘରକା ଗୋଟେ ଟ୍ୟୁବୱେଲ୍ ଥାଏ। ଏବେ ସିନା ଆପଣ ସବୁ ବିଭିନ୍ନ ପ୍ରକାର ମଟର ପାଇପ୍ ଘରେ ଲଗେଇ ଦେଉଛନ୍ତି, ସେତେବେଳେ ଘର ଘରକା ଗୋଟେ ଟ୍ୟୁବୱେଲ୍ ଥାଏ। ଏମିତି ମୋତେ କ'ଣ କଲେ ନା, ସେମାନେ ଟ୍ୟୁବୱେଲ୍ରୁ ପାଣି ପେଇ ଦେଲେନି। କହିଲେ ତୁ ଆସିବା ପୂର୍ବରୁ ଆମେ ସବୁ ଆମ ନିଜର ରୋଜଗାରରେ ଟ୍ୟୁବୱେଲ୍ ବସେଇଛୁ, ତେଣୁ ତୁ କ'ଣ କରିବୁ ନା ଆମ ଟ୍ୟୁବୱେଲ୍କୁ ଛୁଇଁ ପାରିବୁନୁ।
ସତକୁ ସତ ଆଉ ସେତିକି ଖାଲି କହିଲେନି, ବହୁତ ଅଶ୍ଳୀଳ କଥା ମାନ ମତେ କହିଲେ। ଏମିତି ଠେଙ୍ଗା ବାଡ଼ି ଧରିକିରି ଆମ ଯାହା ମାନଙ୍କ କଥାରେ ପଡ଼ିଛି ଦେଢୁଶୁର ମାନେ ବି ମତେ ଠେଙ୍ଗା ବାଡ଼ି ଧରିକି ଆସିଲେ। କାରଣ ଆମ ଟିଅଲ ତୁ ଛୁଇଁ ପାରିବୁନୁ, ଏ ଜାଗାରେ ଯାଇପାରିବୁନୁ, ଏ ଗଛ ପତ୍ର ଛୁଇଁ ପାରିବୁନୁ। ଏବେ ସିନା ଆମ ଘର ଘରେ ଗ୍ୟାସ୍ ଚାଳୁଛୁ, ସାଧାରଣତଃ ଆମ ଗାଁ ଗହଳିରେ ଆମେ କାଠ ଜାଳ ବାଡ଼ି ଘରୁ ଚାଳୁ, ବାଡ଼ି ଘରୁ ତୁ କାଠ ଜାଳ ଆଣିପାରିବୁନୁ। ଆଜ୍ଞା ବହୁତ ହଇରାଣ, ବହୁତ ମାନେ କଷ୍ଟ ଯନ୍ତ୍ରଣା ମତେ ସହିବାକୁ ପଡିଛି। ଆଉ ସବୁରି ମୂଳରେ ମାନେ କେବଳ ମୋର ଦମ୍ଭ ବଳ, କେବଳ ମୋ ସ୍ୱାମୀ। କେବଳ ସଂସାର ଯଦି ମୋର କେହି ଅତି ଦମ୍ଭ ବଳ ଥାନ୍ତି, ଭଗବାନ ବୋଲି କେହି ଥାନ୍ତି, ସେ ହେଉଛନ୍ତି ଆଜ୍ଞା ମୋ ସ୍ୱାମୀ। ମୋ ସ୍ୱାମୀଙ୍କ ଯୋଗୁଁ ମୁଁ ଆଜି ବଞ୍ଚିଛି। ମୋ ସ୍ୱାମୀଙ୍କ ଯୋଗୁଁ ମୁଁ ଆଜି ବଞ୍ଚିଛି, ସଂସାରରେ ମୁଁ ଆଜି ତିଷ୍ଠିକିରି ରହିଛି। ଏ ପ୍ରକାର ସେମାନେ ଅଶ୍ଳୀଳ ମନ୍ତବ୍ୟ ଦେବେ। ମୋ ପିଲାମାନଙ୍କୁ ମୁଁ କ'ଣ କରେ, କବାଟ ଦେଇକିରି ଘର ଭିତରେ ବସିକିରି ପାଠ ପଢ଼େଇବି। ସଞ୍ଜ ସକାଳେ 2 ଟାଇମ୍ କବାଟ ଦେଇକିରି ତାଙ୍କୁ ପାଠ ପଢ଼େଇବି। ଆଉ ସକାଳେ ସଞ୍ଜ ହେଲେ ସେମାନେ ଟିକେ ଆମ ପରାମର୍ଶ ନେଇକିରି କେଉଁ ପିଲାଙ୍କ ସାଙ୍ଗରେ ଖେଳିବେ, ସେମାନେ ଯିବେ ସେଇଠି ଖେଳିବେ। ମୋ ପିଲାମାନଙ୍କୁ ବି ମାନେ କାହା ଘର ଦରକୁ ଯାଆନ୍ତିନି। ଏମିତି ବି ଯଦି ସନ୍ଧ୍ୟା ହେବ ମୁଁ ଟିକେ ଦୁଆର ରୁମରେ ବସିଥିବି, ମୋ ଉପରେ ଦୁଲଦା ଲାଗିଆ ଟେକା ପଥର ଫୋପାଡ଼ିବେ। ସବୁ ଟେକା ପଥର ଫୋପାଡ଼ିବେ। ମୋ ସ୍ୱାମୀକି ମୁଁ କହିବି, ମୁଁ ଏଠି ବସିଛି, ମୋ ଉପରେ ଆଜ୍ଞା ଟେକା ପଥର ଗୁଡ଼େ ପଡ଼ିଲା। ସେଇଥିରୁ ମୋ ସ୍ୱାମୀ କହିବେ, ନା ଏଠି ବସିବା ଦରକାର ନାହିଁ, ଘରେ ବସ। ଏତେ କଷ୍ଟ ଯନ୍ତ୍ରଣା ଭିତରେ ମୋ ଶାଶୁ ଘରେ ଏ ପ୍ରକାର ଦୁଃଖ କଷ୍ଟ ଯନ୍ତ୍ରଣା ଭିତରେ ମୋ ସମୟ ଅତିବାହିତ କରୁଛି। ତା ଭିତରେ ମୋ ପିଲାମାନେ ବି ଯେତେବେଳେ ବଡ଼ ହେଲେ, ମୋ ପିଲାମାନେ ବି ସେଥିରୁ ବାଦ ପଡ଼ୁନାହାନ୍ତି। କାରଣ ତାଙ୍କ ପିଲାମାନେ ଯେହେତୁ ବଡ଼, ତାଙ୍କ ମା' ମାନେ ଏ ପ୍ରକାର କୁଶିକ୍ଷା ଦିଅନ୍ତି। ମୋ ପିଲାମାନେ, ମୋ ଝିଅଟି ଯଦି ବାଡ଼ିକି ଯାଉଥିବ, ମୋ ଝିଅଟିକୁ ସେମାନେ ବାଡ଼ିଆ ପିଟା ବି କରନ୍ତି, ଟଣା ଭିଡ଼ା କରିବେ, ବାଡ଼ିଆ ପିଟା କରିବେ। ମୋ ଝିଅ ଯଦି ଆସିକି ମତେ କହିବ, ମା ମତେ ଏମିତି ଟଣା ଭିଡ଼ା କରି ବାଡ଼ିଆ ପିଟା କଲେ, ଟେକା ପଥର ସାଟୁଛନ୍ତି, ଆଜ୍ଞା ମୁଁ ବି ତାଙ୍କୁ କିଛି କୁହେନି। କାହିଁକି କହିଲେ, ସେମାନଙ୍କର ଯୋଉ ପ୍ରକାର କଟୁ ମନ୍ତବ୍ୟ, ତାର ଉତ୍ତର ମୁଁ ଦେଇପାରିବିନି, ତାଙ୍କ ସାଙ୍ଗରେ ମୁଁ ବଢ଼ି ପାରିବିନି। ଆଉ ସେମାନେ କ'ଣ କରିବେ ନା, ଘରେ ଏଇ ପ୍ରକାର ଅଶାନ୍ତି ବିଶୃଙ୍ଖଳା ସୃଷ୍ଟି କରିବେ। ପଡ଼ୋଶୀ ମାନଙ୍କ ପାଖରେ ଯାଇକିରି ବିଭିନ୍ନ ପ୍ରକାର ଖରାପ ଆଲୋଚନା ସମାଲୋଚନା ସେମାନେ ମୋ ନାଁରେ କରିବେ। ଏବଂ ତାର ଫାଇଦାଟା ସବୁବେଳେ ଆମ ପଡ଼ୋଶୀ ମାନେ ପାଆନ୍ତି। ପଡ଼ୋଶୀ ମାନେ ପାଆନ୍ତି ମାନେ ସେମାନେ ଆସିବେ ଆମ ବାଡ଼ି ଘରୁ ବିଭିନ୍ନ ପ୍ରକାର ପନିପରିବା, ଫଳମୂଳ, ଯେହେତୁ ସେମାନେ ତାଙ୍କୁ ସପୋର୍ଟ କରନ୍ତି, ସେଥିରୁ ସେମାନେ ନିଅନ୍ତି। କିନ୍ତୁ ସେଇ ଜିନିଷ ଗୁଡ଼ାକର ସୁବିଧା ମୁଁ ଘରେ ଥାଇକିରି ମୁଁ ପାଇପାରେ ନାହିଁ। ସେଇଥିରୁ ଆସ୍ତେ ଆସ୍ତେ କ'ଣ ହେଲା, ଆମର ଜାଗା ବାଡ଼ି ବି କିଛି ଆମର ଭାଗବଣ୍ଟା ହେଇଗଲା। ଆମର ଅଲଗା ଚଳିଲୁ। ଏବଂ ସେଇ ପଡ଼ୋଶୀ ମାନେ ଆସିବାଟାକୁ ମୁଁ ପ୍ରଥମ କରି ମୁଁ ବିରୋଧ କଲି ଯେ, ଆମ ଭିତରେ ଯାହା ବି କିଛି ଥାଉ, ତମେ ସେ ପଡ଼ୋଶୀ ମାନଙ୍କୁ ଘର ଭିତରେ ପୁରାନି। ଅଯଥା ଆଲୋଚନା ପର୍ଯ୍ୟାଲୋଚନା ଘରରେ, ଘରର କୌଣସି ସୁଖ ଦୁଃଖ, ଭଲ ମନ୍ଦ କୌଣସି କଥା ତୁମେ ପଡ଼ୋଶୀଙ୍କ ପାଖରେ ଆଲୋଚନା କର ନାହିଁ। ଆମର ଯାହା କିଛି ନିଜ ଭିତରେ ମନମାଳିନ୍ୟ ନିଜ ଭିତରେ ଆମେ ଆଲୋଚନା କର। ତମର ଯଦି କିଛି ଅସୁବିଧା ହଉଛି ମୋ ପାଖରେ କୁହ, ମୋର ଯଦି କିଛି ଅସୁବିଧା ହଉଛି ମୁଁ ତମ ପାଖରେ କହିବି। ତୃତୀୟ ଲୋକଙ୍କୁ ଆମ ଘର ଭିତରେ ପ୍ରଶ୍ରୟ ଦିଅ ନାହିଁ। ମୋ ସ୍ୱାମୀ ବି ସେ କଥା କହିବେ, ଆମର ତୃତୀୟ ଲୋକଙ୍କୁ ଆମ ଘର ଭିତରେ ପ୍ରଶ୍ରୟ ଦିଅ ନାହିଁ। କିନ୍ତୁ ସେମାନେ ସବୁବେଳେ ପାଇଁ ଆମ କଥାକୁ କୌଣସି, ସେମାନେ ଯେହେତୁ ଆମ ଘରରେ ସାନ ଥିଲୁ, ସେମାନେ ଆମ କଥାକୁ କୌଣସି ଶୁଣନ୍ତି ନାହିଁ। ଓଲଟି କଠୁ ସମାଲୋଚନା ଆଲୋଚନା, ଏମିତି ବି ଥାନା ଯାଏ ବି ଆଜ୍ଞା କଥା ଯାଇଛି। ହଁ, ଥାନାରେ ବି ନେଇକିରି ଆମକୁ ପୁରେଇଛନ୍ତି। ଥାନାରେ ବି ମୋ ଦେଢୁଶୁର ମାନେ ଆମକୁ ନେଇକିରି ଥାନାରେ ପୁରେଇଛନ୍ତି। ତାପରେ ଥାନାରେ ଆଲୋଚନା ପରେ ସେମାନେ ବି ଥାନାରେ ନିଜେ ଥାନାରୁ କଟୁ ସମାଲୋଚନା ଶୁଣିକିରି ବି ଘରକୁ ଆଇଛନ୍ତି। କାରଣ ସବୁ ପ୍ରତି ମୁହୂର୍ତ୍ତର ଭାବେ ମୁଁ ଠିକ ବାଟରେ ଅଛି, ଧର୍ମରେ ଅଛି, ନ୍ୟାୟରେ ଅଛି। ମୋ ସହିତ ଭଗବାନ ଅଛନ୍ତି, ପ୍ରଭୁ ଜଗନ୍ନାଥ ଅଛନ୍ତି, ମୋ ପରିବାର ସହିତ ଅଛନ୍ତି, ମୋର ଠିକ ଅଛି। କାରଣ ମୁଁ କାହା ଅନିଷ୍ଟ ଅନ୍ୟାୟ ଅମଙ୍ଗଳରେ ନାହିଁ। ତେଣୁ ପ୍ରଭୁ କାହିଁକି ମୋ ଅନିଷ୍ଟ ଅମଙ୍ଗଳ ଅନ୍ୟାୟରେ ରହିବେ। ମୋ ପିଲାମାନେ ବି ଉଚ୍ଚ ଶିକ୍ଷା ପାଇଁ ସେମାନେ ଏବେ ବାହାରେ ରହୁଛନ୍ତି। ବର୍ତ୍ତମାନ ସେମାନେ ମୋ ଯା ଦେଢୁଶୁର ଯୋଉ ବିଷବୃକ୍ଷ ଲଗାଇଥିଲେ, ଯୋଉ ପଡ଼ୋଶୀ ମାନଙ୍କୁ ଘର ଭିତରେ ପ୍ରଶ୍ରୟ ଦେଇଥିଲେ, ବର୍ତ୍ତମାନ ସେଇମାନେ ଆମ ପାଇଁ ବଡ଼ ଶତ୍ରୁ। ଏଇ ଯେମିତି ପାକିସ୍ତାନ
पड़ोशी राज्य होकर जो प्रकार शत्रुता आचरण कर बर्तमान से प्रकार शत्रुता आचरण कर माने आमर जगार खंडे खंडे से कहले एगुड़ा आम जगह जोटा कि प्रथम विरोध कहली से आमरी ये जगह बाड़ी भितर तुम चलई बुले दियो नहीं बेसी प्रशय दियो नहीं जेतिकी आवश्यक सेतिकी तुमे तांकु मुह दियो पड़ोशी माने से माने अबाधरे आम जगह बाड़ी रे जीवा आसियाटा को मु पसंद करेनी कारण एमाने कौन करिवे ना आम विरुद्ध से पाखे आलोचना करेंगे से तार फायदा पाइबे फायदा पाइकी आमको भी दरकार पड़े से ठेका बड़े धरिकी बाहर एमती कि आम विरुद्ध से भी थाना जाकरी विभिन्न प्रकार केस देवे बर्तमान आ भितर मो बड़ देढ़ चलीगला सी जो प्रकार विष वृक्ष लगे पड़ोशी मानू निजर मित्र बोली भाभी देइतले से बर्तमान आम परिवार आगे समस्या सृष्टि कर निजर आम 14 पुरुषर भिटा माटी जोटा कहते 14 पुरुष नुह तो मु कहि एटा बोधे 500 पुरुष जोटा आम शशुर गोसाई शशुर शशुर जोटा को भिटा माटी से पड़ोशी माने ये जगह बाड़ू कहले भी यहाँ सब आमर जोटा कि आज्ञा आमर माने आमर गाँ लोक हो अमीन हो डका होकर आमर 50 थर माप चुप होकर पर भितर आमर समस्यार समाधान होइछि बर्तमान से जगह गुड़ा को से पड़ोशी माने कहले यहाँ बर्तमान आम जगह जोटा कि मूलरू मु विरोध करी आसली पड़ोशी के तमे मुह दियो नाही मु जदि कहबी पड़ोशी की मुह दिया नाही बहुत कटु समालोचना प्रथमे मते शुणिया पड़ो मो परिवार को शुणिया पड़ो मो स्वामी की शुणिया पड़ो एमती भी से माने थाना पुरई थे पर भी आम आहरी भी थाना करू बोले धमक दियंती से आम कौन करूँ निज इज्जत महत्व को संभालिक सब बेले पार्टी चुप करके रहू बर्तमान ये पड़ोशी ए प्रकार दुईटी पड़ोशी आमर घर गोटे एपाखा गोटे पड़ोशी से पाखे गोटे पड़ोशी गोटे लोक आमर पड़ोशी तार 7 वर्ष पुओटीए जलांतक रोग चलीगला आ गोटे 19 वर्षर पुओटीए विष पी दे चलीगला सी गोटे लोक मधुआ लोक अभद्र अश्लील भाषा ए प्रकार कहला ता पुओटे विष पी देकर चलीगला एमान कौन कले ना से लोकटी की घरर मुरबी भाविकी घरर प्रत्येक भलर मंदर ताकू मुह देले बर्तमान सी लोकर वंश निपात सी लोक कहले आम जगार बा ये अधे मोर बर्तमान यही टाइप परिस्थिति एमती होकर भी थाना जाए भी से लोक चलीगला बर्तमान आ समस्यार समाधान करने बर्तमान किए से बर्तमान अच्छी ना बर्तमान आम अच्छु से जो प्रकार विष वृक्ष लगे तार परिणाम बर्तमान आमको भोगिया पड़ुसी कारण मो बड़ देढ़ बर्तमान चलीगले मझिया देढ़ रहे भी से बर्तमान बयस तांकु भी है यथेष्ट तेणु बर्तमान से सब जिनस गुड़ाक आमको भोगवा पड़ुची आज्ञा तेणु एठू मोर कहबार उद्देश्य आपण जेते भाई हूँ आपण घर भितर भाई भाई भितर मनोबाल नईकि हांडी फाटिगला किंतु मनटा को आज्ञा फटातुनी कौन सी पड़ोशी की घर भितर प्रशय दिंतु नहीं निजर व्यक्तिगत कथा से पाखे आलोचना करूँ ना जो कथार नाई ना क्षीर देवे खाई बस घरे थी भाई कली जदि घर कर बस संगे थी भाई तेणु आपण सबुबले निज परिवार को निज भाई की से जहाँ देढ़शुर हो निजर भाई हो जी भी हो निज परिवार सहित सबुबले आपण आगे रुहतु परिवार भितर आपणकर जेते कलई झगड़ा हो सेटा आपण केबे बाहर को दर्शंतुनी जे आम परिवार भितर यही फाट होईची आम परिवार भितर यही मनोमालिन्य होईची कारण यार फायदाटा सब बेले पड़ोशी माने उठेबे जोटा के वर्तमान आज आम परिवार रे एटा वर्तमान समस्या देखा देइछि मुंडबिंधार कारण केवल आमर ये पड़ोशी एवं मो परिवार आज यही जिनिस गुड़ाक निजे क्रिएट करैछंती कौन सी घरर भल मंद कथा मो पिला मानक पाखरे भी आम आलोचना करनु काल पिला माने पाठशाठ पढ़ले से बाहर रहिले रोजगारक्षम हेले कौन सी यही सब आजे बाजे कथा चिंताधारा से मुंड को आज्ञा आमे भी दौनु पिलांकु आमे बाप माँ होकर घर भितर से सबू भी आम सहीबार धैर्य शक्ति एते सही 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 देवी आमे भी पत्थर पाषाण हो गलु शेषकू ता कर्मफलटा
ସେମାନେ ତ ଯାହା ଭୁଲ ଗଲେ ବର୍ତ୍ତମାନ ସେ କର୍ମଫଳଟା ବର୍ତ୍ତମାନ ଆମକୁ ଭୋଗିବାକୁ ପଡୁଛି। ବହୁତ ମାନସିକ ଅବସାଦ ଦେଇ ବର୍ତ୍ତମାନ ଗତି କରିବାକୁ ପଡୁଛି। ତେଣୁ ମୋର କହିବାର କଥା ଏଠି, ଆପଣଙ୍କ ପରିବାରରେ ଯେତେ ଅଶାନ୍ତି ବିଶୃଙ୍ଖଳା ଥାଉ, କଣ ସଂସାର ତ କୁହନ୍ତି ଯେତେ ଭାଇ ସେତେ ଘର, ହଉ ଘର, ଅସୁବିଧା କିଛି ନାହିଁ। ଘର ଭିତରେ ମାନମନାନ୍ତର ଅଛି, ହଉ ସେଇଟା ବି ହଉ। କିନ୍ତୁ ଆପଣ ବାହାର ଲୋକଙ୍କୁ ଆପଣଙ୍କର ଫାଟ ଦେଖାନ୍ତୁନି। ଆପଣ ନିଜର ଘରର ପରିବାରର କୌଣସି ଦୋଷ ଦୁର୍ବଳତା ଆଜ୍ଞା ପଡ଼ୋଶୀଙ୍କି କୁହନ୍ତୁ ନାହିଁ, ପଡ଼ୋଶୀଙ୍କି ପ୍ରଶ୍ରୟ ଦିଅନ୍ତୁ ନାହିଁ। ଫାଇଦା କେବଳ ସେମାନେ ପାଇବେ, ଆପଣଙ୍କୁ ଆହୁରି ଅସୁବିଧାରେ ପକାଇବେ। ବର୍ତ୍ତମାନ ଯେଉଁ ପ୍ରକାର ଏଇ ଗୋଟିଏ ଉଦାହରଣ, ବର୍ତ୍ତମାନ ଯେମିତି ଆମର ପଡ଼ୋଶୀ ଦେଶ ହିଁ କେବଳ ପାକିସ୍ତାନ ଯଦି ଆମର ପଡ଼ୋଶୀ ଦେଶ ହୁଏ, ଆଉ ଆମର ବି କିଛି ନିଜ ଦେଶର ଲୋକ ଯେମିତି ଗୁଇନ୍ଦା ସଂସ୍ଥା କରିକିରି ଆମ ଦେଶର ଗୁପ୍ତ ତଥ୍ୟ ପାକିସ୍ତାନକୁ ହଉ ଅଲଗା ଦେଶକୁ ହଉ ଆମର ଯେମିତି ଦେଇକିରି ନିଜ ଦେଶର କ୍ଷତି କରାଉଛନ୍ତି, ସେମିତି ଆମ ଘରେ ହିଁ କେବଳ ଆମର ଗୁଇନ୍ଦା କେବଳ ମୋରି ଯା ଦେଢ଼ୁଶୁର, ଆଉ ପାକିସ୍ତାନୀ କେବଳ ମୋ ପଡ଼ୋଶୀ। ତେଣୁ ଆପଣଙ୍କୁ ମୋର ଏଠି କହିବା କଥା, ପ୍ରଥମେ ନିଜକୁ ସୁଧାରନ୍ତୁ, ନିଜ ପରିବାରକୁ ସୁଧାରନ୍ତୁ। କୌଣସି ବାହାର ଲୋକଙ୍କୁ ନିଜ ଘରେ ପ୍ରଶ୍ରୟ ଦିଅନ୍ତୁ ନାହିଁ, କି ନିଜ ପରିବାରରେ ଅଶାନ୍ତି ବିଶୃଙ୍ଖଳା କରନ୍ତୁ ନାହିଁ। ନିଜ ପରିବାର ଭିତରେ ଅଲଗା ହେଲେ ବି ସୁଖ ଶାନ୍ତି ବୁଝାମଣାକୁ ଆଜ୍ଞା ଆପଣ ସବୁବେଳେ ଠିକ କରି ରଖନ୍ତୁ। ତେବେ ଦେଖିବେ ଆପଣଙ୍କର ଯେତେ ଅଭାବ ଅସୁବିଧା ଥିଲେ ବି ଏଇଟା କୌଣସି କ୍ଷେତ୍ରରେ ଆପଣଙ୍କୁ ବାଧିବନି। ଯଦି ଆପଣ କୌଣସି ଅସୁବିଧାର ସମ୍ମୁଖୀନ ଅଛନ୍ତି, ଆପଣଙ୍କ ଭାଇ ଯଦି ଆପଣଙ୍କ ପାଖରେ ଛିଡ଼ା ହେଇଗଲା ନା, ସେଇଟା ହେଉଛି ଆପଣଙ୍କ ସବୁଠାରୁ ଦମ୍ଭ ବଳ। ତେଣୁ ନିଜ ଘର ଭିତରେ, ନିଜ ପରିବାର ଭିତରେ ସବୁବେଳେ ବୁଝାମଣା ହେଇକରି ଚାଲନ୍ତୁ। କୌଣସି ପଡ଼ୋଶୀଙ୍କି ଆପଣ ଘର ଭିତରେ ପ୍ରଶ୍ରୟ ଦିଅନ୍ତୁ ନାହିଁ। ନିଜର ବ୍ୟକ୍ତିଗତ କଥା ସେମାନଙ୍କ ପାଖରେ ଆଲୋଚନା କରନ୍ତୁ ନାହିଁ, କି ସେମାନଙ୍କୁ ଅନାଧିକାର ପ୍ରବେଶ ଘରେ କରାନ୍ତୁ ନାହିଁ।